ଆରେ କଣ ଭୋଜି ସରିବ ନା ନାହିଁ ବା? ସକାଳୁ ସକାଳୁ ଆଜି ଶୀତ ଟିକେ ଅଧିକା ଜୋରରେ ଲାଗିବାରୁ ଏଇ ଘର ଆଖପାଖରେ ଟିକେ ଚଲାବୁଲା ଚାଲିଛି। ଆଉ ଏ ଥଣ୍ଡା ପାଗରେ ବର୍ତ୍ତମାନ କାମ ପାଇଁ ପ୍ରସ୍ତୁତ ହୋଇ ପୁରା ଗରମା ଗରମ ନାଲି ଚାହା ସହ ନଡ଼ିଆ ପୁର ଦିଆ ଏଣ୍ଡୁରି ପିଠା ଟିକେ ଖାଇଦେଇ ତୁରନ୍ତ ବାହାରି ପଡିଥିଲୁ ନିତିଦିନିଆ କାମରେ। କାମଧନ୍ଦା ସାରି ଘରକୁ ଆସି ଆରେ ବୋଉ ପଖାଳ ଦିଟା ଆଣେ। ଆଣିଲା ରେ ଆଣିଲା। ତୋରାଣୀ ଟୋପାଏ ପିଇ ପଖାଳ ସହ ମାଛ ଭଜା ଖାଇ ପୁନର୍ବାର ଆସି ପହଞ୍ଚି ଯାଇଥିଲୁ କାମ ଉପରେ। ଦିନ 2ଟାରେ କାମଧନ୍ଦା ସାରି ଗାଧୋଇ ପାଧୋଇ ସାରି ଚଇନି ଚିକଣ ହୋଇ ସିଧା ବାହାରି ଯାଇ ପହଞ୍ଚି ଯାଇଥିଲୁ ଆସି ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଭୋଜି ପାଖରେ। ଆଜି ଆମର କାମ ଡେରି ହୋଇଯିବାରୁ ଆମ ପିଲାମାନଙ୍କୁ କିଛି ବି ସାହାଯ୍ୟ କରି ନ ପାରି ଉଷୁନା ଭାତ ସହ ବାଡିଆ ଡାଲମା ଆଉ ଖଟା ଖାଇ ଘରକୁ ଫେରିଥିଲୁ। ରାତି 9ଟାରେ ବୁଲି ସାରି ଘରକୁ ଫେରି ସୁଆଦିଆ ମାଛ କଷା ସହ ତତଲା ଭାତ ଆଉ ମଞ୍ଜି ବଢି। ଓଃ, ମାଛ କଷାଟା କି ସୁଆଦ ମ। ଆଚ୍ଛା ହଉ, ଶୋଇବୁ ଚାଲିଲୁ ଆଉ।